ଶ୍ରୀ ଗୁରୁଦେବାୟ ନମଃ। ଆଜ୍ଞା ହେ ମୋ ପ୍ରିୟ ସମସ୍ତ ଚୋଦି କୋଟି କୋଟି ପ୍ରଣାମ। ଆମେ ଆଜ୍ଞା ଆଲୋଚନା କରୁଥିଲେ ଯେ ଅଚ୍ୟୁତାନନ୍ଦଙ୍କର ଯୁଗାବ୍ଦି ଗୀତା ସେ ବିଷୟରେ କିଏ ଦଂଥରେ ଆଲୋଚନା କରିବା। ଅଚ୍ୟୁତ କହୁଛନ୍ତି କାହାକୁ? ସ୍ୱୟଂ ରାମଚନ୍ଦ୍ରଙ୍କୁ କହୁଛନ୍ତି। ସେ କ'ଣ କହୁଛନ୍ତି? ଏଠି ମୁଁ କବଚନ କେବେ ଆନଟି ନୁଆଇ ଅନନ୍ତ କୋଟି ବୈଷ୍ଣବ ସେବା ପାଦ ଦୁଇ କଳି ଯୁଗ ପାପ ତାପ ଖଣ୍ଡନର ପାଇଁ କଲ୍କି ରାମ ଅବତାର ହେବେ ଭାବଗ୍ରାହୀ। ଦେଖନ୍ତୁ ସେ କହୁଛନ୍ତି କଲ୍କି ରାମ ଅବତାର ହେବେ। କଲ୍କି ରାମ ସ୍ୱୟଂ ରାମ ଆସିବେ, କଲ୍କି ଅବତାର ହେବେ। ଏଇଠି ଗୋଟେ ବଡ଼ ପ୍ରଶ୍ନବାଚୀର ପ୍ରଶ୍ନ ଆସି ଉଠିବ ଯେ ରାମଚନ୍ଦ୍ର ବହୁତ କଷ୍ଟ ତାଙ୍କ ଜୀବନ ଭିତରେ ପାଇଛନ୍ତି। ଆମେ ତାଙ୍କୁ ପଛରେ ଭଗବାନ ବୋଲି ମାନିଲେ, କିନ୍ତୁ ପ୍ରଥମ ଯଦି ବିଚାର କରି ଦେଖିବା ପାଇଁ ଯିବା, ତାଙ୍କ ସ୍ତ୍ରୀକି ରାବଣ ହରଣ କରିନେଲା। ଯେ ଲଙ୍କାରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ସେ ଯୁଦ୍ଧରେ ସେ କେତେ କଷ୍ଟ କରିଛନ୍ତି। କିନ୍ତୁ କୃଷ୍ଣ ଅବତାର ବେଳେ କ'ଣ ସେ କଷ୍ଟ ନେଇଛନ୍ତି କି? ସେ ଯାହା ଚାହିଁଛନ୍ତି ଛୋଟ ବେଳଠାରୁ ସେ କରିପାରିଛନ୍ତି। ଭୁଲ କହିଲି କି ଆଜ୍ଞା? ଆପଣମାନେ ଚିନ୍ତା କରି ଦେଖନ୍ତୁ। ତେଣୁ ସେ କଲ୍କି ରାମ ବିଷୟରେ ସ୍ୱୟଂ ସେ କହୁଛନ୍ତି। ଆଉ ସେ କ'ଣ କହୁଛନ୍ତି ଆମେ ଆସ୍ତେ ଆସ୍ତେ ଦେଖିଦେଇକି ଯିବା। ସେ ଭଲ ଭଲ କଥା କହୁଛନ୍ତି। ଏ ଚିତ୍ତୋତଳା ନଦୀ ତଟୁ ବାହାର ହୋଇବେ ଚତୁର୍ଦଶ ବ୍ରହ୍ମାଣ୍ଡକୁ କୀର୍ତ୍ତି ରଖାଇବେ ଯାହାର ଏ ଆଜ୍ଞା ଅଟେ ଜଗତେ ବିଦିତ ଯାହା ନାମ ଧରି ଭକ୍ତେ ଅଛନ୍ତି ଜଗତ ଅନେକ ଦୁଷ୍ଟ ବଳ ଯେ ହୋଇବେ ପ୍ରବଳ ପିତା ପୁତ୍ର ନ ମାନିବେ ହୋଇ ମତ ବୋଳ। ଦେଖନ୍ତୁ ଅଚ୍ୟୁତାନନ୍ଦ ସ୍ୱୟଂ ରାମଚନ୍ଦ୍ରକୁ ବୁଝେଇ କହୁଛନ୍ତି ଚିତ୍ରତୋଳା ନଦୀ କୂଳରେ ତାଙ୍କର ନେମାଳ ବଟ ଥିଲା। ତାମାନେ ସେଇ ଆସିବେ କଲ୍କି ରାମ ହେଇକି, ସେଉଠୁ ସେ ବାହାର ହେବେ। ସେ ସବୁ ନୀତି ଉପରେ କ'ଣ କହିଛନ୍ତି? ଅନେକ ଦୁଷ୍ଟ ବଳ, କଳିର ଅନ୍ତିମ ସମୟରେ ଅନେକ ଦୁଷ୍ଟ ବଳ ହେବ। ପୁତ୍ରମାନେ ପିତାକୁ ମାନିବେନି। ଆଉ ସେ କଥା ବି ଆଜିକାଲି ଆଜ୍ଞା ଘଟୁଛି। ଆଉ ଅଧିକ ବା କ'ଣ କହିବି? ଆପଣମାନେ ସବୁ ଦେଖିପାରୁଥିବେ। ଏ ଯୁଗର ଧର୍ମମାନ ଅତି ଅଲୌକିତ କହିଲି ତ ଆଗେ ମୋହି ଶୁଣ ଏ ଅଚ୍ୟୁତ। ଏଠି କିଏ କହୁଛନ୍ତି ନା ଏଠି ସ୍ୱୟଂ ଅଚ୍ୟୁତ ନିରାକାରକୁ ପଚାରିକି ସେ କହୁଛନ୍ତି। ଆଉ ସେ କ'ଣ କହୁଛନ୍ତି? ତୁମେ ମୋର ଭକ୍ତ ଯେଣୁ କହିଲି ତୁମକୁ ନ କହିବ କାହାକୁ ଯେ ଆମ୍ବର କଥାକୁ ଏ ନିରାଚଳ ଧାମ ଛାଡ଼ି ଆମ୍ଭେ ଯିବୁ ପୁଣ ଜଗତ ସେବେଳେ ଦିଶିବ ଯେ ଅଶୋଭନ। ସେ କହୁଛନ୍ତି ନିରାଚଳ ଧାମ ଆମେ ସେତେବେଳେ ଛାଡ଼ିବୁ, ଜଗତ ଅଶୋଭନ ଦେଖାଯିବ। ତେଣୁ ଏଠି ନିରାକାର ଅଚ୍ୟୁତଙ୍କୁ ବୁଝାଉଛନ୍ତି। ସେ ଯୁଗାବ୍ଦି ଗୀତାରେ କିନା ଅଚ୍ୟୁତ ପଚାରୁଛନ୍ତି, ଅଚ୍ୟୁତ ରାମଚନ୍ଦ୍ରକୁ ବୁଝେଇଛନ୍ତି, ରାମଚନ୍ଦ୍ର ଅଚ୍ୟୁତକୁ ପଚାରୁଛନ୍ତି, ଅଚ୍ୟୁତ ନିରାକାରକୁ ପଚାରୁଛନ୍ତି। ତେଣୁ ଏ କଥା ରହୁଛି ତିନି ସନ୍ଧିରେ କଥା ସବୁ ବିଚାର କରାହେଉଛି। ନିରାକାର କ'ଣ ଗୋଟେ ରୂପ ସ୍ୱରୂପ ହେଇକି ଆସି ତାକୁ କହୁଛନ୍ତି କି? ନାଇଁ ଆଜ୍ଞା, ସିଏ ହେଉଛି ଏଇ ଶରୀରର ଚେତନା ଭିତରେ ନିରାକାର ପରମ ସ୍ୱରୂପରେ ପରମ ପୁରୁଷ ଏ ଶରୀରରେ ବସ୍ଥାନ କରିଛନ୍ତି। ମୁଁ ଆପଣମାନଙ୍କୁ ମୋର ଏଇ ଚ୍ୟାନେଲ ମାଧ୍ୟମରେ କହି ଆସିଛି। ଶରୀରରେ ଆପଣମାନେ ଦେଖିପାରିବେ, ଜାଣିପାରିବେ। ଅବଶ୍ୟ ବହୁତ ଲୋକ ପ୍ରଶ୍ନ କରିଥିଲେ ଜ୍ୟୋତି ସ୍ୱରୂପ ଦର୍ଶନ କରିବା ପାଇଁ। ଆପଣ ଜ୍ୟୋତି ଦର୍ଶନ କରିବେ, ମୁଁ ଏଥର କେଉଁ ଆଲୋଚନା ଆପଣମାନଙ୍କୁ କହିଥିଲି କ'ଣ ବିପଦ ମାଡ଼ି ଆସୁଛି ବୋଲି। ଆପଣମାନେ ଦେଖିବେ ଏଇ 26 ମସିହାରେ ଏମିତି ପ୍ରଖର ସୂର୍ଯ୍ୟ କିରଣ ଆସିବ ଯାହାକି ଅଂଶୁଘାତରେ ପରିଣତ ହେବ। ଆଉ ହେଉଛି ନିଶ୍ଚିତ। ତା ଦେହରୁ ଆପଣ ରକ୍ଷା କରିବା ପାଇଁ ହେଲେ ଆପଣମାନେ କ'ଣ କରିବେ ନା ଯଦି ଆପଣ ଦୈନିକ ସୂର୍ଯ୍ୟଦେବଙ୍କୁ ଜଳରାଶି ଦାନ କରନ୍ତି, ଜଳଦାନ କରିବାର ମନ୍ତ୍ର ବି ଆପଣଙ୍କୁ କହିଛି ମୋର ଏଇ ଚ୍ୟାନେଲର ସର୍ଟ ଭିଡ଼ିଓ ମାନେ ଆପଣ ଦେଖିପାରିବେ। ଆପଣ ଗୋଟେ ତମ୍ବା, ଆଜିକାଲି ତ କେହି ଲୋକ ଘରେ ସ୍ନାନ କରୁନାହାନ୍ତି, ନଦୀ ନାଳରେ ବେଶୀ ସ୍ନାନ କରୁନାହାନ୍ତି, ସବୁ ନିଜ ଘରେ ସ୍ନାନ କରୁଛନ୍ତି। ଆପଣ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ। କେଉଁଥିରେ ଦାନ କରିବେ? ଗୋଟେ ତମ୍ବା ଭାବରେ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ। ସୂର୍ଯ୍ୟଙ୍କ ଗାୟତ୍ରୀ ପଢ଼ନ୍ତୁ, ସୂର୍ଯ୍ୟଙ୍କ ବୀଜମନ୍ତ୍ର ପଢ଼ନ୍ତୁ, ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରନ୍ତୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ। ଆଉ ଇଏ ହେଉଛି ନିଶ୍ଚିତ ଆଜ୍ଞା। ଦୁର୍ଭାଗ୍ୟବଶତଃ ମୋର ମେସେଜ ଥାନ୍ତେ
ସେ ବି ବତେଇ ଦେଇଥାନ୍ତେ କହିଥାନ୍ତେ ଆଜ୍ଞା ଆଜି ଆମେ ଯିବା ଅମକେ ଜାଗା ଗୋଟିକେ ଚାଲ ନା ଖରା ପ୍ରଖର ହଉଛନ୍ତି ନା ଖରା ତ ଦେଖିବା ଆମେ ଖରା କଥା ଚିନ୍ତା କରିବା ବାଟରେ ଆସିବୁ ଛାଇରେ ଯିବୁ ଛାଇରେ ସେ ଥିଲେ ବତେଇଥାନ୍ତା ଛାଡ଼ନ୍ତୁ ସେ ଦୁର୍ଭାଗ୍ୟବଶତଃ ସେ କଥା କ'ଣ କରିବା ତେଣୁ ସୂର୍ଯ୍ୟଦେବଙ୍କ ଯଦି ଆପଣମାନେ ଜଳଦାନ କରିକି ସେ ମନ୍ତ୍ର ବି କହିଦେଉଛି ହେ ସୂର୍ଯ୍ୟ ସହସ୍ରାଂଶୋ ତେଜରାସ ଜଗତପତେ ଅନୁକମ୍ପମା ଭକ୍ତା ଗୃହାଣାଗ୍ୟ ଦିବାକର ଆପଣ ଏତକ କହି ଜଳଦାନ କରନ୍ତୁ ତମ୍ବା ପାତ୍ରରେ ଆପଣ ଜଳଦାନ କରନ୍ତୁ ସୂର୍ଯ୍ୟଦେବଙ୍କର ସୁଦୃଷ୍ଟି ଆପଣଙ୍କ ଉପରେ ରହିଲେ ଅଂଶୁଘାତରୁ କିୟନ୍ତ ଅଂଶରେ ଆପଣ ନିଶ୍ଚିତ ତ୍ରାହି ପାଇବେ ଆଉ ଇଏ ହେଉଛି ଆଜ୍ଞା ନିଶ୍ଚିତ ମନଗଢ଼ାର କଥା ନୁହଁ ମୋ ନିଜର ଅନୁଭୂତି ଆଉ ନିଜର ଅଭିଜ୍ଞତା ସୂର୍ଯ୍ୟଙ୍କର ଗାୟତ୍ରୀ ବି ଅଛି ସୂର୍ଯ୍ୟଙ୍କ ଗାୟତ୍ରୀ ଯଦି ପଢ଼ନ୍ତି ଆଦିତ୍ୟାୟ ବିଦ୍ମହେ ସହସ୍ରକ୍ଷଣାୟ ଧୀମହି ତନ୍ମ ସୂର୍ଯ୍ୟ ପ୍ରଚୋଦୟାତ୍ ଆଉ ଥରେ ବି କହିଦେଉଛି ଆଜ୍ଞା ସେ ମନ୍ତ୍ରକୁ ଆଦିତ୍ୟାୟ ବିଦ୍ମହେ ସହସ୍ରକ୍ଷଣାୟ ଧୀମହି ତନ୍ମ ସୂର୍ଯ୍ୟ ପ୍ରଚୋଦୟାତ୍ ଆପଣ ସୂର୍ଯ୍ୟଙ୍କୁ ତର୍ପଣ କଲେ ହେ ସୂର୍ଯ୍ୟ ସହସ୍ରାଂଶ ତେଜରାସ ଜଗତପତେ ଅନୁକମ୍ପା ଭକ୍ତା ଗୃହାଣାଗ୍ୟ ଦିବାକର ତାପରେ ପରେ ଆପଣ ଯଦି ଗାୟତ୍ରୀ ପଢ଼ନ୍ତି ସୂର୍ଯ୍ୟଙ୍କ ଗାୟତ୍ରୀ ପଢ଼ନ୍ତି ସେ ଦେଖନ୍ତୁ ଆଜ୍ଞା ତାଙ୍କର ସୁଦୃଷ୍ଟି ଆପଣଙ୍କ ଉପରେ ନିଶ୍ଚିତ ରହିବ ତାଙ୍କର ଦୟା ଆପଣଙ୍କ ଉପରେ ନିଶ୍ଚିତ ରହିବ ଆଉ ଇଏ ହେଉଛି ସୁନିଶ୍ଚିତ ଆଉ ସିଏ ହେଉଛନ୍ତି ସବୁ ଗ୍ରହର ଶ୍ରେଷ୍ଠ ତେଣୁ ତାଙ୍କର ସୁଦୃଷ୍ଟି ରହିଲେ ସବୁ ଗ୍ରହଙ୍କର ସୁଦୃଷ୍ଟି ଆପଣଙ୍କ ଉପରେ ନିଶ୍ଚିତ ରହିବ ଆଉ ଆପଣଙ୍କର ଜୀବନ ବି ସୁଚାରୁ ରୂପେ ଅତିବାହିତ ହେବ ତେଣୁ ଇଏ ହେଉଛି ମୋର ଅନୁଭୂତି ଆଉ ମୋର ଅଭିଜ୍ଞତା ଆଉ ବି ସୂର୍ଯ୍ୟଙ୍କର ବୀଜ ମନ୍ତ୍ର ଅଛି ତାକୁ ବି କହିଦେଇଛି ମୋର ଏଇ ସର୍ଟ ଭିଡ଼ିଓରେ ଆପଣ ଦେଖି ପାରିବେ ମୁଁ ଆପଣମାନଙ୍କୁ ବିନୀତ ଅନୁରୋଧ ଯଦି 26 ମସିହାରେ ଯେଉଁଭଳି ଅଂଶୁଘାତ ଆସିବା ପାଇଁ ଯାଉଛି ଯେଉଁଭଳି ପ୍ରଖର ସୂର୍ଯ୍ୟର ଗତି ଆସିବା ପାଇଁ ଯାଉଛି ସେଥିରୁ ଯଦି ଆପଣମାନେ ତ୍ରାହି ପାଉଥିବେ ତ୍ରାହି ପାଇଁ ଚିନ୍ତା କରୁଥିବେ ତାହେଲେ ଏଇ କାମ ଏବେଠାରୁ କରନ୍ତୁ ଆପଣ ଦେଖିବେ ବହୁତ ସୁନ୍ଦର ରୂପେ ଆପଣଙ୍କ ପରିବାର ଚଳିବ ସୂର୍ଯ୍ୟଙ୍କୁ ତର୍ପଣ କରନ୍ତୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ସୂର୍ଯ୍ୟଙ୍କୁ ତର୍ପଣ କରନ୍ତୁ ଅବଶ୍ୟ ସୂର୍ଯ୍ୟଙ୍କ ତର୍ପଣ କରିବା ତର୍ପଣରେ ତାକୁ ଦେଖିଲେ ଜ୍ୟୋତି ସ୍ୱରୂପ ଯେଉଁ ଆପଣଙ୍କ କହୁଛନ୍ତି ସମସ୍ତେ ମୋତେ ପ୍ରଶ୍ନ କରିଥିଲେ ଜ୍ୟୋତି ଆପଣ ସେଇ ସୂର୍ଯ୍ୟମଣ୍ଡଳରେ ଦେଖିପାରିବେ କେମିତି ଦେଖିବେ ସୂର୍ଯ୍ୟ ତର୍ପଣ କରିବେ ସୂର୍ଯ୍ୟଙ୍କୁ ଦର୍ଶନ କେମିତି କରିବେ ସୂର୍ଯ୍ୟଙ୍କ ଗାୟତ୍ରୀ ପଢ଼ିଲା ପରେ ଦେଖନ୍ତୁ ଗାଈ ଛନ୍ଦରେ ସୂର୍ଯ୍ୟଙ୍କୁ ଦର୍ଶନ କରିବେ କେମିତି ଦର୍ଶନ କରିବେ ନା ଇଏ ହାତର ଆଙ୍ଗୁଠି ବାଁ ହାତର କାଣି ଆଙ୍ଗୁଠି ସହିତ ଏ ହାତର ବିଶି ଆଙ୍ଗୁଠି ମିଶିଲେ ଏ ହାତର କାଣି ଆଙ୍ଗୁଠି ସହିତ ମିଶିଲେ ଏଠି ଆପଣ ଗାଈ ଛନ୍ଦ କରିକି ଆପଣ ଉପରକୁ ଟେକିକି ଦେଖିପାରିବେ ସୂର୍ଯ୍ୟଙ୍କୁ ଦର୍ଶନ କରିପାରିବେ ତେଣୁ ସୂର୍ଯ୍ୟଙ୍କର ସୁଦୃଷ୍ଟି ନିଶ୍ଚିତ ଆପଣଙ୍କ ଉପରେ ରହିବ ଆଉ ଏ ହେଉଛି ନିଶ୍ଚିତତା ତେଣୁ ଆସନ୍ତା ଯେଉଁ ଆସନ୍ନ ଅଂଶୁଘାତ ଆସିବା ପାଇଁ ଯାଉଛି ସେଥିରୁ ଯଦି ଆପଣମାନେ ତ୍ରାହି ପାଇଁ ଚିନ୍ତା କରୁଥିବେ ତାହେଲେ ଏବେଠାରୁ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ସୂର୍ଯ୍ୟଦେବଙ୍କୁ ଜଳଦାନ କରନ୍ତୁ ସୂର୍ଯ୍ୟଙ୍କ ଗାୟତ୍ରୀ ପଢ଼ନ୍ତୁ ବହୁତ ସୁଦୃଷ୍ଟି ଆପଣଙ୍କ ଉପରେ ନିଶ୍ଚିତ ରହିବ ଆଉ ବି ସୂର୍ଯ୍ୟଙ୍କର ବୀଜ ମନ୍ତ୍ର ଅଛି ତାକୁ ବି ଯଦି ଆପଣ ପଢ଼ନ୍ତି ଆହୁରି ବି ସୁଦୃଷ୍ଟି ରହିବ ସେ ବୀଜ ମନ୍ତ୍ର ବି ମୋର ଏଇ ଚ୍ୟାନେଲ ମାଧ୍ୟମରେ କହି ଆସିଛି ଆପଣମାନେ କହିବେ ମୁଁ ଦୁଇଟା ମନ୍ତ୍ର ଆପଣ କହିଲେ ଆଉ ତୃତୀୟ ବେଳା ମନ୍ତ୍ରକୁ କହିବିନି ତେଣୁ ସେ ଦୁଇଟା ମନ୍ତ୍ରକୁ ଆପଣ ଯଦି ପଢ଼ିପାରନ୍ତି ତାଙ୍କର ଜଳଦାନ ମନ୍ତ୍ର ତାଙ୍କର ଗାୟତ୍ରୀ ମନ୍ତ୍ର ଆପଣଙ୍କ ପରିବାର ଉପରେ ସୂର୍ଯ୍ୟଦେବଙ୍କର ସୁଦୃଷ୍ଟି ନିଶ୍ଚିତ ରହିବ ସେ ସକଳ ଗ୍ରହ ବି ଗ୍ରହରାଜ ରୂପୀ ସେ ହେଉଛନ୍ତି ଆଜ୍ଞା ସୂର୍ଯ୍ୟଦେବ ତେଣୁ ବୈଜ୍ଞାନିକମାନେ ତାଙ୍କୁ ମତ ଦେଉଛନ୍ତି ଗୋଟେ ଗ୍ୟାସୀୟ ପିଣ୍ଡ ଆମେ ତ ତାକୁ ଆମର ସନାତନ ଧର୍ମ ବୈଦିକ ନୀତି ହିସାବରେ ଆମେ ସୂର୍ଯ୍ୟଙ୍କୁ ଦେବତା ବୋଲି ପୂଜା କରି ଆସୁଛନ୍ତି ଆପଣ ଜଗନ୍ନାଥ ମନ୍ଦିର ଯାଆନ୍ତୁ ବା ଯେକୌଣସି ମନ୍ଦିର ଯାଆନ୍ତୁ ଆଗେ ସୂର୍ଯ୍ୟ ପୂଜା ହିଁ ଆଗ ହେଉଛି ନା ନାହିଁ ଆଜ୍ଞା ତେଣୁ ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ଏଇ ଉପାୟ ଆପଣେଇ ନିଅନ୍ତୁ ଯଦି ମୋର ଏଇ ଚ୍ୟାନେଲକୁ କିଏ ନୂଆ ହେଇକି ଆସୁଥିବେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଥୀମାନଙ୍କୁ ସେୟାର କଲେ ଲାଇକ୍ ସେୟାର କଲେ ବହୁତ ଉପକାର ମିଳିବ ପୁଣି ଆଜ୍ଞା ନେକ୍ସଟ ଅଧ୍ୟାୟରେ କିଛି କହିବା ଗୋହତ୍ୟା ନେଇକି ତ କହି ଆସନ୍ନ ବିପଦ ପାଇଁ ତାର ରାସ୍ତା ବି ଆପଣମାନଙ୍କୁ କହିଲି ଆପଣ ଯଦି ଆପଣେଇ ନିଅନ୍ତି ତାହେଲେ ବହୁତ ସୁଦୃଷ୍ଟି ଆପଣଙ୍କ ଉପରେ ରହିବ ଏତକ ରହୁଛି କୋଟି କୋଟି नमस्कार आई चैनल को लाइक सब्सक्राइब और शेयर करंतु अपनन को गुड न्यूज जल्दी मिलीबा।